এই দুনিয়াରେ କେହି କାହାର ହୋଇନଥାନ୍ତି। ସମସ୍ତେ ନିଜ ନିଜ ସ୍ୱାର୍ଥରେ ଚାଲିଥାନ୍ତି। ସମସ୍ତେ ଚେଷ୍ଟା କରନ୍ତି କେବଳ ମୁଁ ହିଁ ଖୁସିରେ ରହିବି। ସେଥିପାଇଁ ତ କୁହାଯାଇଛି ଏଇ ଦୁନିଆ ସ୍ୱାର୍ଥପର। କାହାରିକୁ କିଛି ଫରକ ପଡ଼େ ନାହିଁ ଆପଣଙ୍କୁ କାହା କଥା ବାଧୁଛି ବୋଲି। ଯେତେବେଳେ ଦରକାର ପଡ଼ିବ ଆପଣଙ୍କୁ ସାହାଯ୍ୟ ମାଗିବେ, କିନ୍ତୁ ଆପଣଙ୍କ କେତେବେଳେ ସମୟ ଆସିବ ଆପଣ ସାହାଯ୍ୟ ମାଗିଲେ ମନା କରିଦେବେ। ସମୟ ନାହିଁ ମୋ ପାଖରେ ପଇସା ନାହିଁ, ମୁଁ ଦେଇପାରିବିନି। କେତେ ଅଜବ ଏହି ଲୋକମାନେ। ଏସବୁ ସମସ୍ୟାରୁ କେମିତି ବଞ୍ଚିବେ ଜାଣିଛନ୍ତି? ତେବେ ଆସନ୍ତୁ ଜାଣିବା। ଯେତେବେଳେ ଆପଣ ସେଲ୍ଫ ଡିପେଣ୍ଡ ହେବେ, ଯେତେବେଳେ ନିଜ ଉପରେ ବିଶ୍ୱାସ କରିବା ଆରମ୍ଭ କରିବେ, ଯେତେବେଳେ ଆପଣ ନିଜକୁ ସକ୍ଷମ କରିବେ କି ମୁଁ କାହାରିକୁ ସାହାଯ୍ୟ ମାଗିବି ନାହିଁ, ମୁଁ ମୋ ଜୀବନ ଗଢ଼ିବି, ମୁଁ ମୋ ନିଜ ଗୋଡ଼ରେ ଛିଡ଼ା ହେବି। କାହିଁକି ନା ଏବେକା ଟାଇମ୍ ହିଁ ସେମିତି। ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଲେ କାହାରିକୁ ଟାଇମ୍ ଦେବା ପାଇଁ ସମୟ ନାହିଁ। ଯଦି ଆପଣ କାଳି ରହିବେ ତ ଲୋକମାନେ ଆପଣଙ୍କର ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ। ସେମାନଙ୍କ ମନରେ ଥିବ ସେ କ'ଣ କରୁଛି କି ସେ, ମୁଁ ତାକୁ କହିବି ସେ କରିଦେବ, ସେ ମୋ ସହ ଯିବ। ଆପଣ ଯେତେବେଳେ ଜଣଙ୍କ ପାଖେ ସବୁବେଳ ପାଇଁ ହେବୁଲେବୁଲ ରହିବେ ତାଙ୍କର ସେହି ହିଁ ଅଭ୍ୟାସ ହୋଇଯିବ ଆପଣଙ୍କୁ କାମ ଦେବାରେ। ଯଦି ଆପଣ ମନା କରିଦେବେ, ନିଜ କାମରେ ବ୍ୟସ୍ତତା ରହିଯିବେ, ସେ ଲୋକଙ୍କୁ ଖରାପ ଲାଗିପାରେ ସେ ଜାଣିଲା ପରେ, କିନ୍ତୁ ଜୀବନରେ ବହୁତ ଷ୍ଟ୍ରଙ୍ଗ ହୋଇଯିବେ ଆପଣ। ଆପଣଙ୍କୁ ଏବେ ଏକା ସବୁ କାମ କରିବାରେ ଡର ଲାଗୁଥାଇପାରେ, କିନ୍ତୁ ଯଦି ଆପଣ ନିଜଠାରୁ ନିଜକୁ ବଦଳାଇ ଦେବେ, ଏକା ବଞ୍ଚିବା ଶିଖିବେ ତ ଆପଣଙ୍କୁ କେହି ଥାଉ କି ନଥାଉ ଆପଣଙ୍କୁ କିଛି ବି ଫରକ ପଡ଼ିବ ନାହିଁ। ଦେଖ, ଯେତେବେଳେ ଆପଣ ଆତ୍ମନିର୍ଭର ହୋଇଯିବେ ସେତେବେଳେ ଲୋକମାନେ ଆପଣଙ୍କ ପାଖକୁ ଆସିବେ। ସେହି ଲୋକମାନେ ଆପଣଙ୍କୁ ସୁଖ ଦୁଃଖ କଥା ପଚାରିବେ। କାହିଁକି ନା ଲୋକମାନେ ସହିପାରନ୍ତି ନାହିଁ କାହାର ଉନ୍ନତିକୁ। ଯେତେବେଳେ ଆପଣ ଅସୁବିଧାରେ ପଡ଼ିବେ ସେହି ଟାଇମ୍ରେ ଲୋକ ହସିବେ, ମଜାକ କରିବେ। ଆଉ ଯେତେବେଳେ ଆପଣ ଉନ୍ନତି ମାର୍ଗରେ ଚାଲିବେ ଲୋକମାନେ ହିଂସା କରିବେ। କାହିଁକି ନା ଏଇଟା ଦୁନିଆର ଲୋକମାନଙ୍କ ସହ ଚାଲିଛି। ସାଙ୍ଗମାନେ ଲୋକମାନଙ୍କ ଉପରେ ଡିପେଣ୍ଡ ନ କରି ଲୋକଙ୍କୁ କ'ଣ କହିବେ ସେସବୁ କଥାକୁ ଛାଡ଼ି ଦେଇ ଆପଣ ନିଜ ଇଚ୍ଛାରେ ଜୀଇବା ଶିଖନ୍ତୁ। ଜୀବନରେ ଏକା ବଞ୍ଚିବା ଶିଖନ୍ତୁ। ତେବେ ଆପଣ ଜୀବନରେ ବହୁତ ଖୁସିରେ ରହିବେ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିଦିଅନ୍ତୁ। ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ଜୟ ଜଗନ୍ନାଥ।